ସକାଳୁ ସକାଳୁ ଗାଧେଇ ପାଧେଇ ଆସି ଗୋଟେ ନୂଆ ଶାଢ଼ୀ ଖୋଲି ପିନ୍ଧିନି, କାରଣ ଆଜି ମୋର ସେକେଣ୍ଡ ଆନିଭର୍ସରୀ ଥିଲା। ତ ଆଜି ମୋର ବାହାଘରର 2 ବର୍ଷ ପୁରିଲା। ତ 2 ବର୍ଷ କେମିତି କଟିଗଲା ମୋତେ ବି ଜଣା ବି ପଡ଼ିଲାନି। ତ ସବୁ କାମ ଦାମ ରୋଷେଇ ସାରି ଶ୍ୱଶୁର ବୋହୂ ଖରାବେଳେ ବାହାରି ଗଲୁ ମାର୍କେଟ। ତ ଯିଏ ବି ଦେଖୁଥିବେ ଆମକୁ କହୁଥିବେ ଖରାରେ ମଣିଷ ବି ବାହାରୁନାହାନ୍ତି, ଆମେ କୁଆଡ଼େ ଯାଉଛୁ। ସାଙ୍ଗମାନେ ଶାଢ଼ୀ କଥା ଯେତେବେଳେ ଉଠେ ନା, ଖରା ବର୍ଷା ଶୀତ ସ୍ତ୍ରୀ ଲୋକମାନେ କିଛି ବି ମାନନ୍ତି ନାହିଁ। ତ ଯାଇକି ଶାଢ଼ୀ ଦୋକାନରେ ପହଞ୍ଚିଗଲୁ। ତାପରେ ବହୁତ ସାରା ଭିଡ଼ ଥିଲା, ଏତେ ବି ଶାଢ଼ୀ ପସନ୍ଦ ହେଲାନି। ତା ଭିତରେ ଗୋଟେ ଶାଢ଼ୀ ଭିଡ଼ ଭିତରେ ଚଏସ୍ କରିକି ଧରିକି ଆସିଲୁ। ବାପା ଚଏସ୍ କରିଦେଲେ ଏଇ ଶାଢ଼ୀଟା। ତ ଆସିଲା ଜୋରରେ ଶୋଷ ହେଉଥିଲା, ଖରା ସନ୍ଧ୍ୟା ବି ହେଇଗଲାଣି। ତ ପୁଅକୁ ବାପା ମା କରିଦେଇକି ଲସି ପିଇବା ପାଇଁ ଆସିଗଲୁ। ତ ଭାଇ ଶୀଘ୍ର ଶୀଘ୍ର ବି ଲସି ଆଣି ଦେଇଦେଲେ। ତ ଲସି ପିଇଲୁ। ବାପା ପିଇଲେନି, କାରଣ ବାପାଙ୍କୁ ଥଣ୍ଡା, ସେ ବି ପିଇତେ ଭଲ ପାଆନ୍ତିନି, ବାହାର ଜିନିଷ ଖାଆନ୍ତିନି। ସେଠୁ କିଣି ଆଣି ଆସିଲା ପରେ ପରିବା ଦୋକାନରେ ଆସି ପହଞ୍ଚିଲୁ। ପରିବା ନେଇକି ଆସିଲୁ। ତ ଏଠି ବହୁତ ସାରା ସତେଜ ପରିବା ଦେଖିଲୁ। ତ 100 ଟଙ୍କାର ପରିବା